ଜଣେ ସେଠି ଶୋଇକି ଖେଳୁଥିଲା ଯେରକ ଦେଖିଛି ମମି ଚା ଆଉ ବିସ୍କୁଟ ଆଣିଛନ୍ତି ଉଠିକି ଆସିକି ପହଞ୍ଚିଗଲାଣି ଆ କରିକିନା ତାକୁ ଥରେ ଖାଲି ଦେଇକି ରହିବ ନା ତାପରେ କେରକ ହବ ଉଠି ପଡ଼ିବ ଯେ ଛୁଆଟା ମା ହାତ ଦେଇଛ ନା ତାପରେ ତ କରିବ ହୁଁ ତାକୁ ତୁମେ ନ ଦେଇକି ତୁମେ ଖାଇଦିଅ ତୁମେ ଖାଉ ତା ଆଗର ଓହୋ ତୁମେ ଖାଲି ତାକୁ ଦେଖେଇକି ଖାଅ ହବ କେରକ ହୁଁ ଏଇ ଖାଇଦେଲା ଆଇମା ଉଠି ପଡ଼ ଆଇମା ଖାଇଦେଲା ଚାହିଁଛି ଏକ ଲୟର ତାକୁ ନ ଦେଇକି ତୁମେ ଖାଅ ଆଉ ହୁଁ କରନ୍ତୁ କାଇଁ କିଛି ସମୟ ଗନେ କରିବ ଯେତେବେଳେ ଦେଖିବ ଫାଇନାଲି ମତେ ଦଉନାହାନ୍ତି ସେତେବେଳେ ମାଗିବ ହୁଁ ମାଗିଦେ ଏଥର ନ ମାଗିଲେ ମିଳିବନି ଆଉ ମାଗିଦେ ହେଇଛି ସେତେବେଳେ ଯାଇକି ମନଟା ଟିକେ ଶାନ୍ତି ହଁ ଶାନ୍ତି ମନ ହୁଁ କରିଦେ ଟିକେ କରିବୁନି ମମି ଏପଟେ କେତେ ଲୋକ କ'ଣ କରୁଛନ୍ତି ଦେଖିବା ସକାଳେ ଯେଉଁ କରୁଥିଲେ କ'ଣ ଚୁନା ଚାଉଳରୁ ବାଲି ଅଲଗା ଏବେ ହେଇ ତାକୁ ଚୁନା କୁଟିକି ଖଳି ଧରି ସାରିଲେଣି ଏଠି ଧରିଛନ୍ତି ସଫା ଚିନିର ଖଳି ଏଠି ପୁଣି ଗୁଡ଼ ଚିନିର ଖଳି ସେଥିରେ ଆଉ ପାନମହୁରି ଆଉ ଏଠି ଏଠି ସେଥିରେ ଖସା ପକେଇଲନି କି ପକେଇଛ ନା ଏଥିରେ ବି ଖସା ପକେଇକି ଖସା ପାନମହୁରି ଗୁଜୁରାତି କେତେ କ'ଣ ପକେଇକିନା କରିଦେଇଛନ୍ତି ଆରିସା ପିଠା ଖଳି ଇଏ ଗୁଡ଼ଚାନିର ଖଳି ହେଉଛୁ ଆକୁ ପୁଣି ଧରାଯିବ ଖଳି ଧରା ହେଇକି ତୁମେ ତ ଏଇ ଜିନିଷ ଗୁଡ଼ା ଖାଲି ମେଞ୍ଚେ ପକେଇ ସାରିଲଣି ହଉ କର ଆଉ ଯେ କରିଦେବ ଖାଇଦେବା ଟିକେ ଆଉ ତାପରେ ହେବ ଛଣା ହେବ ଆରିସା ପିଠା ମକର ଆରିସା ପିଠା ମୟୂରଭଞ୍ଜର ଯେହେତୁ ମକର ଫେମସ୍ ମକର ସହିତ ଆରିସା ପିଠା ବି ଫେମସ୍ ସରିଗଲା ଚା ବିସ୍କୁଟ ଖିଆ হ্যাঁ ଆଜି ଏଠି ଆରମ୍ଭ ହେଇଗଲା ମମିର କାର୍ଯ୍ୟ କେତେ ଲୋକ ହବ କାଲି ଯେଉଁ ଖଳି ଧରିକି ରଖିଥିଲେ କାଲି ଯେଉଁ ଖଳି ଧରିକି ରଖା ହେଇଥିଲା ତାକୁ ଛଙ୍କା ହବ ଆଜି ବା ଶାଶୁ ଘରକୁ ଯିବି ବୋଲି ସେଟା ପିଠା ହବ ଆଉ ଆଉ ଏଟା କାହା ଲାଗି ହବ ଏଟା କାହା ଲାଗି ହବ ଏଠି କଦଳୀର ମାଲପା ତିଆରି ହଉଛୁ ମାଲପା ବି ହବ ଶିବୁ କହୁଛୁ ଖାଇବନି ଯଦି ଖାଇଥିବୁ ନା ତୁ ତାପରେ ଏସିଡ୍ ହବ ତ ଏପଟେ ଆଇ ନାତୁଣୀ ବୁଲୁଛନ୍ତି ଆଉ ତୋ ନାଗି ମାଲପା ତିଆରି କରୁଛୁ ନା ଆଇମା ତୋ ନାଗି ମାଲପା ତିଆରି କରୁଛୁ ହଁ ନା ତୁ ଖାଇବୁ ନା ତୁ ତ ଡେମୁରିଆ ଖାଇ ଦେଉଛୁ ଶୋଇ ପଡ଼ିଲା ଆଉ ଗୋଟେ ଠକ ଯାଇକିନା ତ ନାଇଁ ବିଲାତି ପୋଡ଼ା ହେଇଯାଇଛି ଯାହା ଖାଇବୁ ବଡ଼ି ମୁଁ ଆଉ ଭାଜି ପାରିବିନି ଆଜି ଅଯୋଧ୍ୟାର 22 ତାରିଖ ଆଜି ଜାନୁଆରୀ 22 ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ହେଉଛୁ ଗୋଟେ ବହୁତ ବଡ଼ ଦିନ ଭଲ ଦିନଟା ସେଥିପାଇଁ ଟିକେ ମାଲପା କରିକି ଖାଇଦେବା ଆଉ ନାଇଁ ଆମର ଖାଲି ଖାଇବା କଥା ଦୁନିଆରେ ଭାସିବନି ଭାସିଯାଉ ଆମର ଖାଇବା ଆଉ ମମି ଟିକେ ବନେଇଦେବେ ଆମର ଟିକେ ଖାଇଦେବା ଆହୁରି ପାଣି ଦେଉଛ ନା ନଡ଼ିଆ କାଟିକି ପକେଇଲ ନା ହଉ ଚୁଲିଟା ଆଣ୍ଟି ମା ଆଗୁଆ ଲଗେଇ ଦେଇକି ଯାଇଛନ୍ତି ଜଳେଇ ଦେଇକି ହଉ କେତେ ବୁଲିଲେଣି ଆଇନା ତୁନି ଟିକେ ହାମାକୁ ଦେଖ ନା ହାମାକୁ ଦେଖେ ଏବେ ହାମାକୁ ଟିକେ ଦେଖେ ଆରମ୍ଭ ହେଇଗଲା ଏଠି ଆରିସା ପିଠା ଛାଙ୍କିବା ବାଦୁଡ଼ି ବସିଛି ମାଇଁ ଭାଉଜ ମାଇଁ ପାଖରେ ବସିଛି ବାଦୁଡ଼ି ଭାଉଜ ଟିକେ ଟିକେ ଆରିସା ପିଠା ଛାଙ୍କିବାରେ ସାହାଯ୍ୟ କରିଦେଉଛନ୍ତି ବାବା ଭାଉଜ ଭାଇ ଭଲିକି ଧରିଲେଣି ଫଟୋ ଉଠେଇବେ ବୋଲି ଛୁଆ ସାଙ୍ଗର ହଁ ନା ଭାଇ ତୁ ଖଣ୍ଡେ ଆରିସା ଖାଇବୁ କି ତୁ ସେଇଠିକି ଏକ ଧ୍ୟାନରେ ଚାହିଁଛି ସେଠିକି ହାଇ ଆଖିଟା ତ ଜମା ଜଣା ପଡ଼ୁନି କଳାର ଆଖିଟା ବନ୍ଦ ହେଇଯାଇଛି ଜଣା ପଡ଼ୁନି ତା ଆଇମା ଦେଇଛନ୍ତି କଳା ଆରିସା ପଡ଼ିଲା ଏଠି ମମି ଆରିସା ପିଠାକୁ ଟିକେ ତ କରୁଛନ୍ତି ବିରି ବଡ଼ା କରିଦେଇଛନ୍ତି ଆରିସା ନା ବିରି ବଡ଼ା ପୁରା ବିରି ବଡ଼ାର ଦେଖାଯାଉଛୁ ଏଇ ବାଘ ହେଇଗଲୁ ବାଘ ମୁହଁ ନଚେଇ ଦେଉଛୁ ଏଇ ଉଠିଲା ବାଘ ଉଠିଲା ସିଂହ ଉଠିଲା ଏଇ ଆରମ୍ଭ ହେଲା କାଲି ରାତି ଅଧରେ ଶୋଇଛୁ ଆଜି ପୁଣି ଏଠି ଦ୍ୱିପହରେ ଖେଳ ଚାଲିଲା ଏପଟେ ମାମାଶ୍ରୀ ଶୋଇଛନ୍ତି ଏପଟେ ଭାଣିଜି ଏଠି ଖେଳ ଚାଲିଛି ଇଏ କିସ ଖେଳ ଥରେ ମାମୁଁ ପାଖକୁ ଯିବୁ ଥରେ ମୋ ପାଖକୁ ଆସିବୁ ହେଇ ଛୁଆ ନାଚ
ଯା ଏଇ ଗର୍ଜନ ଦେଖ। ହ୍ୟାଲୋ ଶ୍ରୀପାଲି। ହାଇ ମାମୁଁ ଫୋନ୍ କଲାଣି, ମାମୁଁ ଫୋନ୍ କରୁଛୁ। ହ୍ୟାଲୋ ଶ୍ରୀପାଲି କରୁଛୁ। ଯା 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 ଟିକେ ହ୍ୟାଲୋ କରିଦେ। ହ୍ୟାଲୋ ବାପା, ହ୍ୟାଲୋ ମାଇଁକି ହ୍ୟାଲୋ କରିବା। ଛୁଆ ମାଇଁକି ମାଇଁ ଆସିବ ଯେତେବେଳେ ଦେଖିବ। ହ୍ୟାଲୋ ମାଇଁ, ହ୍ୟାଲୋ ବାପା, ମାଇଁ ଆସିଲେଣି ଜାଣିଛ ନା? ତୁମେ ଆସିବ କେଦିନ? ହ୍ୟାଲୋ ବାପା, ମାଇଁ ଆସିଗଲେଣି। ନା ସେ ତା ନିଜେ ନେବ। ହଁ ନେଇକି ଖାଇବ। ଆଉ କିସ କାମ ତାର? ନେବ ପାଟିରେ ଡିପୋଜିଟ୍। ଏଗୁଡ଼ା ସବୁ ତାର ଏଇଗୁଡ଼ା ସବୁ ଖେଳନା, ନେଲ୍ ପଲିସ୍ ସବୁ, ପାଣି ବୋତଲ, ଏଗୁଡ଼ା ସବୁ ତା ଖେଳନା। ଦେଖ ଗାଡ଼ି ବ୍ରିଜ୍ କରିକି ଠିଆ ହେଇଛି। ଏଇ ବୁବୁ କାଲି ଏଇଠି କୁଟିକିନା ମୁଣ୍ଡଟା ହେଇଥିଲା ଏଠି। ଏପଟେ ଲୁକ୍ ବେବି ଚାହା ଟିକେ। ହଁ ନେଲ୍ ପଲିସ୍ ଛୁଆ ମତେ ଟିକେ ନଗେଇଦେ ନା, ନଗେଇଦେ ଟିକେ। ଏଇ ଦେ ନଗେଇଦେ, ଦେବୁନି। ହଁ ନେଲ୍ ପଲିସ୍ର ଏଇସବୁ ଜିନିଷ ଟିକେ ଧରେଇଦେଲେ ତାର ଖୁସି ମନଟା ହେଇଯିବ। ଖେଳନା ଜମକା ଆଉ ସେ ଧରିବନି। କି ଖୁସି। ଓଇ ଏ ହଗିସ୍ଟା ଦେଖିଦେଲା, ଟାଣିବ ନା ହଗିସ୍କୁ। ଆଉ ହେଇ ଛୁଆ ଯେଡ଼େ ବଡ଼ ପାଟିଟା ଆଁ କରିପାରିବ, ଆଁ କରିକି ପୁରେଇ ଦେଉଛି ପାଟିରେ ସେ ନେଲ୍ ପଲିସ୍କୁ। ହଉ ଖେଳି ପକା। ଏ ନା କିସ ହେଲା ଫେରେ? ଆରିସା ପିଠା ଛଙ୍କା ସରିଗଲା। ଏବେ ପଡ଼ିବ ମାଲପା। ବସିଛନ୍ତି ମମି, ଏଠି ବସିଛନ୍ତି ଖୁଡ଼ି, ଆଉ ମୁଁ ବି ଏଠି ବସିଛି। ଖାଇବା ଖାଲି ମାଲପା ପଡ଼ିଲା ମାନେ ଆମେ ଖାଇବା। ମାଲପୁଆ ଖାଇ ପଳେଇ ଯିବା ଦୁଃଖରେ ଗୁଲୁରି ବୁଲୁଛି ସାନ ଆଇ ସହିତ। ଗୁଲୁରି ଗୁଲୁରି ତ ଛାନାଇ ମାର ଗୁଲୁରି ପରା। ହଁ ଗୁଲୁରି ତା ଚାହିଁବ କାହିଁକି? ଆଉ ଆଣ୍ଟି ମା ଆଜି ପଳେଇବ ନା ତମ ଗୁଲୁରି? ତାଙ୍କ ଘରକୁ ପଳେଇବ। ହଉ ହେଇ ଲୁଗା ଉଠିତେ ଆସିଥିଲୁ, ତାର ସ୍ୱେଟର ପକେଇଦେଲାଣି ନା ବୁଲା। ରାସ୍ତାରେ ଗଲାବେଳେ ଏବେ କ୍ଷୀରଚୋରା ଗୋପୀନାଥ ମନ୍ଦିରଟା ପଡ଼ିଲା, ସେଥିପାଇଁ ଟିକେ ଏଠି ଓହ୍ଲେଇକିନା ଦର୍ଶନ କରିଦେବୁ ଠାକୁରଙ୍କୁ। ଯାଉଛୁ ସେଇ ରାସ୍ତାରେ। ଆମର ଆ ଭିତରକୁ ପୁରା ଫୋର୍ ହ୍ୱିଲର୍ ଏଲାଉ ନାହିଁ, ସେପଟୁ ବାହାରୁ ହିଁ ତ ପୁରା ବନ୍ଦ କରିଦିଆ ହେଇଛି। ଆଉ ଆ ଭିତରକୁ ଚାଲି ଚାଲିକି ଆସିବାକୁ ପଡ଼ିବ। ବହୁତ କମ୍ ରାସ୍ତା, 100 ମିଟର ଖଣ୍ଡେ ହେବ ଟୋଟାଲ୍। ଚାଲି ମୁଁ ପଳେଇ ଆସିଲି, ସାଙ୍ଗେ ସାଙ୍ଗେ ପହଞ୍ଚିଗଲି। ତ ଇଏ ଦେଖିପାରୁଥିବେ ମନ୍ଦିର ବାହାରେ କେତେ ଦୋକାନ ପତ୍ର ଅଛି ସବୁ। ଦୋକାନ ପତ୍ର ଏଠି ଗୋଟେ ବଢ଼ିଆ ଜାଗାଟା। ଆଉ ଆଜି ଯେହେତୁ ଜାନୁଆରୀ 22 ରାମ ମନ୍ଦିରର ଇଏ ଅଛି, ସେଥିପାଇଁ ଏଠି ଦୀପ ଫିପ ଏକା ସବୁ ଲାଗିଛି, ସଜା ଚାଲିଛି ଦୀପ ଲାଗିବ ବୋଲି। ଏଇଠି ସଜା ଚାଲିଛି। ଏ ହେଉଛି ଆମର ମନ୍ଦିର, କ୍ଷୀରଚୋରା ଗୋପୀନାଥ ମନ୍ଦିର। ଭିତରକୁ ଯିବା। କେତେ ଭିଡ଼ ଅଛି ଆଜି ମନ୍ଦିର। ମନ୍ଦିର ଆଗ ବାହାର ଚାରିପଟେ ବୁଲି ଦେଇକି ତାପରେ ଯିବା ଭିତରକୁ। ଏଇଟା ସବୁ ଦେଖନ୍ତୁ କେତେ ବଢ଼ିଆ। ମାନେ ଆଜି ଗୋଟେ ବଢ଼ିଆ ଟାଇମ୍ରେ ଆସିଛୁ, ମାନେ ଦିନ ନୁହଁ କି ରାତି ନୁହଁ, ସନ୍ଧ୍ୟା ଟାଇମ୍ରେ। ତ ଏଇଗୁଡ଼ା ଦେଖାଇ ଦେଉଛି ଆପଣମାନଙ୍କୁ କାରୁକାର୍ଯ୍ୟ ଗୁଡ଼ାକ। ହେଉଛି ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କର ଶ୍ରୀପାଦ ପଦ୍ମ। ଏଇଟା ହେଉଛି ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁଙ୍କ ପାଦ ପଦ୍ମଟା। ଆମର ମନ୍ଦିରର ବାହାରର ଦୃଶ୍ୟ। ଏ ହେଉଛି ଅରୁଣ ଭଗବାନ। ବିଜୁଳି କନ୍ୟା, ଏ ହେଉଛି କନ୍ୟା ବଳଦ। ଏ ହେଉଛନ୍ତି ଯମୁନା ପାରି ହେଉଥିଲା ବେଳର ଦୃଶ୍ୟ, କଂସର କାରାଗାରିଏ। ଏଇଟା ହେଉଛି ଆମର ନାଟ ମଣ୍ଡପଟା। ଏଠି ଭଜନ କୀର୍ତ୍ତନ ଏକା ସବୁ ହୁଏ, ସନ୍ଧ୍ୟା ଭଜନ ସନ୍ଧ୍ୟା ଏକା ହୁଏ।
ସାମ୍ନାଟା ହେଉଛି ମୋର କ୍ଷୀରଚୋରା ଗୋପୀନାଥ ମନ୍ଦିର। ଭିତରକୁ ତ ପୁରା ମୋବାଇଲ ଏଲାଉ ନାହିଁ, ବାହାରୁ ହିଁ ଯାହା ଦେଖିପାରିବା। ମନ୍ଦିର ପୁରା ଭିତରକୁ ତ କେଉଁ ଜାଗାରେ ବି ଏଲାଉ ନାହିଁ। ଏଠି ସବୁ ଦୀପ ଫିପ ଲଗା ଚାଲିଛି। ହେଉଛି ମନ୍ଦିରଟା। ଏପଟେ ମିଳେ ଆମର ପୁରା ଫେମସ୍ ଯେଉଁ କ୍ଷୀରଚୋରା ଗୋପୀନାଥ ମନ୍ଦିର ଯେଉଁଥିପାଇଁ ପ୍ରସିଦ୍ଧ, ସେଇ ଭୋଗ କ୍ଷୀର ଭୋଗ ସବୁ ମିଳେ ଏଠି। ପ୍ରସାଦ ବି ତିଆରି କରାଯାଏ। ଦିନ ଟାଇମ୍ରେ ଆସିଲେ ପ୍ରସାଦ ବି ମିଳେ। ଏବେ ଟିକେ ଟିକେ କନଷ୍ଟ୍ରକ୍ସନ୍ ସବୁ ଚେଞ୍ଜ ହେଇଗଲାଣି। ଆଗରୁ ଟିକେ ଅଲଗା ଅଲଗା ଥିଲା, ଏପଟେ ସବୁ ବନ୍ଦ ବନ୍ଦ ହେଇଗଲାଣି। ଏଠି ପ୍ରସାଦ ବି ମିଳେ ଦିନ ଟାଇମ୍ରେ। ଏଠି ଆମର କେବଳ କ୍ଷୀର ପ୍ରସାଦ ମିଳେ, କ୍ଷୀର ଭୋଗ ମିଳେ। ଏଠି ଟିକେ କ୍ଷୀର ଭୋଗ ନେଇକିନା ଯିବା ଆମେ। ଚାଲନ୍ତୁ ଚିତ୍ର ବୁଲା ସରିଗଲା, ପୁରା ସନ୍ଧ୍ୟା ହେଇଗଲାଣି। ଦୀପ ଲଗା ଚାଲିଛି, ଜୟ ଶ୍ରୀରାମ ଲେଖା ହେଇଛି। ଆଜି ରାମ ମନ୍ଦିର ପ୍ରତିଷ୍ଠା, ସେଥିପାଇଁ ଦୀପ ଲଗା ହେବ। ସନ୍ଧ୍ୟା ହେଇନାହିଁ, ସନ୍ଧ୍ୟା ହେଲା ମାନେ ଦୀପ ଲଗା ହେଇଯିବ ସବୁ। ଆସିଗଲେ କ୍ଷୀରଚୋରା ମନ୍ଦିର ବୁଲିବା ପାଇଁ। ଏଇ କ୍ଷୀରା ଭୋଗଟା ଆଣିବା ପାଇଁ ସେଠି ଏତିକି ଭିଡ଼ ଭିତରେ କେତେ ଷ୍ଟ୍ରଗଲ୍ କରିକି ଆଣିବାକୁ ପଡ଼ିଲା। ତମେ ହସୁଛ କ'ଣ? ଜାଣିନାଟା କେତେ କଷ୍ଟ କରି କ'ଣ ହେଇଛି। ସିଏ ପୁଣି ମଉସା ଜାଣିଛ ନା, ଚେଞ୍ଜ ଦେବନି ତାକୁ, ଯାହା ମାନେ ଡାଇରେକ୍ଟ ଦେବ ତାକୁ ଆଣିବ। ତା ପୁଣି ଯାହା ମନ ହେଲେ ଗାଳି ବି ଦେବ ଟିକେ। ତ କେତେ ଷ୍ଟ୍ରଗଲ୍ କରିକି କ୍ଷୀର ଭୋଗଟା ଅଣାଯାଇଛି। କ୍ଷୀରଚୋରା ଗୋପୀନାଥ ମନ୍ଦିର ତ ବୁଲିଲେ, ସବୁଠାରୁ ଇଣ୍ଟରେଷ୍ଟିଂ ଜିନିଷ ଦେଖନ୍ତୁ। ଇଏ ହେଉଛି ବାହାରେ ମୋର ମନ୍ଦିର ବସଷ୍ଟାଣ୍ଡଟା। ଏଇଟା ଦେଖିପାରୁଥିବେ ବହୁତ ବଡ଼ ଏରିଆଟା ଅଛି। ଆମର ଟାଉନ୍ ବସ୍ ଏକା ଯେଉଁ ଆସିଲେ ଏକା ବି ଏଇଠି ରୁହେ। ଅଲଗା ବସଷ୍ଟାଣ୍ଡ ଯେଉଁମାନେ ଏପଟେ ଦେଇକି ବି ଯାଉଛନ୍ତି, ସେ ଭିତରେ ଷ୍ଟପେଜ୍ କରିକି ଯାଆନ୍ତି। ପୁରା ପାଖ, ଯଦି କେହି ବସ୍ରେ ବି ଆସିଥିବେ ଟିକେ ଆରାମସେ ବସଷ୍ଟାଣ୍ଡରେ ଓହ୍ଲେଇକି 5 ମିନିଟ୍ ବି ଲାଗିବନି ଯାଇକି ଠାକୁରଙ୍କ ପାଖରେ ପହଞ୍ଚିବା ପାଇଁ, ଯାଇ ପହଞ୍ଚିବେ। ତ ସେ ରହିଲା ଆମର ବସଷ୍ଟାଣ୍ଡ। ଆମର ଗାଡ଼ି ଅଛି ଆଗରେ, ଆମେ ଯାଉଛୁ। ଗାଡ଼ି ପାଖକୁ ଟିକୁନ ରହିଗଲେ, ପଛରେ ତାଙ୍କ ସାଙ୍ଗ ଗୋଟେ କିଏ ଦେଖାହେଲେ ରହିଗଲେ। ମୁଁ ଚାଲିଛି ଆଉ।